ଉପନ୍ୟାସ ଆମ ସମୟର ଦୁଃଖ ଔପନ୍ୟାସିକ ପଦ୍ମଜ ପାଳ ପଢ଼ି ଶୁଣୁଛନ୍ତି ଅନିତ୍ୟ ମହାନ୍ତି। ସେମାନେ 4 ଜଣ ଯଦୁ, ମଧୁ, ରାମ, ଶ୍ୟାମ। ମନେହୁଏ ଯେପରି 4ଟି ଅହଙ୍କାର କି 4ଟି ଆର୍ତ୍ତନାଦ। ସେମାନେ 4ଟି ସ୍ୱପ୍ନ, 4ଟି ଅସହାୟତା, 4ଟି ଆତଙ୍କ କି 4ଟି ଅନୁଶୋଚନା ଅଥବା 4ଟି କନଫ୍ୟୁଜ। ସେମାନେ 4 ଜଣ ଯେମିତି 4ଟି ନିର୍ବୋଧ ବିଭୋରତା। ରାତି ପାହିଲେ ଦେଖାଯାଉଥିଲା କାହା ସହିତ ନା କାହା ସହିତ। ଲାଗୁଥିଲା ଏ ଦେଶର ଚାରିଆଡ଼େ ଯେପରି ସେମାନେ ବିଛେଇ ହୋଇ ରହିଛନ୍ତି। ସେମାନେ 4 ଜଣ ନୁହନ୍ତି, 4,000, 4 ଲକ୍ଷ, 4 କୋଟି, ପୁଣି କୋଟି କୋଟି ବଢ଼ି ଯାଉଛନ୍ତି। ପ୍ରତିଟି ରକ୍ତବୁନ୍ଦାରୁ ଯେମିତି ଗୋଟାଏ ଗୋଟାଏ ରକ୍ତବୀର୍ଯ୍ୟ ଉନ୍ମତ୍ତ, ପୁଣି ହାହାକାର। ସେମାନେ ଥିଲେ 4 ବନ୍ଧୁ, ପୁଣି 4 ଶତ୍ରୁ। ବେଳେବେଳେ ସମ୍ପର୍କହୀନ 4ଟା ମଣିଷ, ଅଜଣା, ଅପରିଚିତ। ନାନା ମୁନିଙ୍କର ନାନା ମତ ଭଳି ସ୍ୱତନ୍ତ୍ର, ଅଲଗା ଅଲଗା। ସେମାନଙ୍କ ପୃଥିବୀ ଥିଲା ନିଷିଦ୍ଧ। ଜୀବନ ଥିଲା ଏକ ଚ୍ୟାଲେଞ୍ଜ। ତେଣୁ ରାସ୍ତା ଉପରେ ହାତେ ମାପି ଚାଖଣ୍ଡେ ଚାଲୁଥିବା ଲୋକଙ୍କ ପାଇଁ ସେମାନେ ଥିଲେ ଗୋଟିଏ ବ୍ୟତିକ୍ରମ। ବୁଦ୍ଧିଜୀବୀମାନେ ସେମାନଙ୍କୁ କହୁଥିଲେ। ବିଶୃଙ୍ଖଳିତ ଯୁବଶକ୍ତି, ମହାଚେତା ଧାର୍ମିକ ସମ୍ପ୍ରଦାୟ ଆକ୍ଷେପ କରୁଥିଲା, ବର୍ଣ୍ଣସଙ୍କର ଏମାନେ। ସମାଜ କହୁଥିଲା ଅସାମାଜିକ। ଆଉ ବାପା ମା ନିଜ ଲୋକମାନେ ନାକ ଟେକୁଥିଲେ ଅବାଞ୍ଛିତ ପାରାସାଇଟ୍ ଅଭିଯୋଗରେ। ତଥାପି ସେମାନେ ବଞ୍ଚିଗଲେ ଏହି ଅଭିଯୋଗର ଆବର୍ତ୍ତ ଭିତରେ, ଚୋରାବାଲିର ପୃଥିବୀ ଉପରେ। 5,000 ବର୍ଷର ସମୃଦ୍ଧ ଇତିହାସ ଭିତରେ ତାର ଉଜ୍ଜ୍ୱଳ ସଂସ୍କୃତି ପରମ୍ପରାର ନୀଳରକ୍ତ ବହନ କରି ବଞ୍ଚିଥିଲେ ଆମ ପ୍ରାଣର ପୁତ୍ର ପୌତ୍ରାଦି ଭାବେ, ସହୋଦର, ବନ୍ଧୁ, ସଖା ରୂପେ। ପୁଣି ଆପଣାର ପ୍ରିୟ ଶତ୍ରୁ ରୂପେ ସେମାନେ ବଞ୍ଚିଥିଲେ। ଏମିତି ଗୋଟାଏ ଗୋଟାଏ ଜୀବନ, ଦେବୀଗଳାରେ ଝୁଲୁଥିବା ମଣିଷର କଟାମୁଣ୍ଡ ଭଳି। ବଡ଼ ଭାଇ, ବଡ଼ ଭାଇ, କୁଆଡ଼େ ଯାଉଛ? ରୁହ, ରୁହ ଟିକିଏ। ତରତର ହୋଇ ଜଗୁ ପାନ ଦୋକାନଟିରେ 24 ଘଣ୍ଟା ଜଳୁଥିବା ଡିବିରିଟିର ମିଞ୍ଜି ମିଞ୍ଜି ଆଲୁଅରୁ କତୁରା ସିଗାରେଟ୍ କାଗଜ ଖଣ୍ଡେ ଜଳେଇ ସିଗାରେଟ ଲଗେଇ ଦୌଡ଼ି ଆସିଲା ରାମ। ଚିରଞ୍ଜୀବୀ ଟିକେ ଜୋରରେ ଥିଲା ସାଇକେଲରେ। ଅଟକିବାକୁ କିଛି ବାଟ ଆଗେଇ ଯାଇ ବ୍ରେକ୍ କଷିଲା। ସିଟ୍ ଉପରୁ ଟିକେ ଖସି ଆସି ରାସ୍ତା ଉପରେ ବାଁ ପାଦଟା ମୁହଁ ବୁଲେଇ ଚାହିଁଲା। ସିଗାରେଟ୍ ନିଅ ବଡ଼ ଭାଇ, ଲଗାଅ। ନା ଥାଉ, ମୁଁ ଟିକେ ବ୍ୟସ୍ତ ଅଛି। କ'ଣ ଖୁବ୍ ବ୍ୟସ୍ତ? ରାମ କଥାରେ ଗୁରୁତ୍ୱ ଦେଲା। ହଁ ଭାଇ, ବୋଉ ଗାଧୋଇବା ତୁଠରେ ପଡ଼ିଗଲା। ତାକୁ ଯାଇ ଗାଁରୁ ଆଣି ମେଡିକାଲରେ ଭର୍ତ୍ତି କରିଛି। ତାକୁ ଟିକେ ଦେଖି ଫେରିଲେ ଗାଧୋଇ ଖାଇ ପୁଣି ଅଫିସକୁ ଯିବି। ବେଳ ନାହିଁ। ହଠାତ୍ ସ୍ୱର ବଦଳେଇ ଚିରଞ୍ଜୀବୀ କହିଲା, ତମକୁ ମୁଁ ବହୁତ ଖୋଜୁଥିଲି। ଜଗୁକୁ ବି ପଚାରିଥିଲି। ସେ କହିଲା, ତମେ ସବୁ କାହିଁ 4-5 ଦିନ ହେବ ଆସିନା। ହଁ, ଟିକେ ବ୍ୟସ୍ତ ଥିଲି ମୁଁ। କିନ୍ତୁ ଖୋଜୁଥିଲ କାହିଁକି? ମେଡିକାଲରେ ବୋଉ ଗୋଟାଏ ସିଟ୍ ପାଇବ ବୋଲି ମୁଁ କ'ଣ କମ୍ ଅସୁବିଧାରେ ପଡ଼ିଛି? ତମେ ସବୁ ଥିଲେ ଟିକେ ପାଟିତୁଣ୍ଡ କରି ଝାମେଲା କରିଥିଲେ ସବୁ ସହଜରେ ହେଇଯାଇଥାନ୍ତା। କାହାକୁ ଯେଉଁଠୁ ନ ପାଇଲି ଆସିଷ୍ଟାଣ୍ଟ ପ୍ରଫେସର କ୍ୱାର୍ଟର୍ସକୁ ଗଲେ। ତାଙ୍କୁ 200 ଟଙ୍କା ଦେଇ ଖୋସାମତ ମରାମତ କରି ବେଡ୍ଟାଇ ପାଇଲି। ତମେ ଟଙ୍କା ଦେଲ? ଆଉ ଚାରା କ'ଣ ଥିଲା କହୁନ? ଅସହାୟ ଶୁଭିଲା ଚିରଞ୍ଜୀବୀ ସ୍ୱର। ବଡ଼ ଭାଇ, କହିବ ତ ମୁଁ ସେ ଶଳାଠାରୁ ଟଙ୍କା ଆଦାୟ କରିଦେବି। ମୋତେ ଖାଲି ବୋଉର ବେଡ୍ ନମ୍ବରଟା କୁହ, ସେ ଆସିଷ୍ଟାଣ୍ଟ ପ୍ରଫେସର ନାଁଟା କୁହ। ନାଇଁ ଭାଇ, ନାଇଁ, ସେ ଝାମେଲାରେ ଆଉ ପଶିବାନି। ଯାହା ତ ହେବାର ହେଇଗଲାଣି। ପୁଣି ବର୍ତ୍ତମାନ ଝାମେଲା କଲେ ଓଲଟା ଫଳ ମିଳିବ। ଡାକ୍ତରମାନଙ୍କର ଯେଉଁ ୟୁନିଟ୍ ଅଛି ସେ ଗାଉଁ କିନା ଏ କେସ୍ଟାକୁ ଟେକଅପ୍ କରିବ। ବୋଉ ତ ଛୋଟା ହେବ, ପୁଣି ତା ଜୀବନ ପ୍ରତି ବି ବିପଦ ଦେଖାଦେବ। ରାମ ଏଥର ହସି ଉଠିଲା। ପାଟିକରି କହିଲା, ଶଳା, ସବୁ ଶୋଷଣକାରୀ ଶୋଷଣ କରିବାକୁ ଗୋଟାଏ ଗୋଟାଏ ୟୁନିୟନ ବାନ୍ଧିଛନ୍ତି। ତାଙ୍କ କବଳରୁ ନିସ୍ତାର ନାହିଁ। ଶଳା ଡ୍ରାକୁଲା ଗୁଡ଼ାକ। ତମେ ମୋତେ ଯାହା କୁହ ବଡ଼ ଭାଇ, ମୁଁ ଏକଥା ନିଶ୍ଚୟ ଖବରକାଗଜରେ ବାହାର କରିବି। ସେଥିପାଇଁ କ'ଣ ସାମ୍ବାଦିକଙ୍କୁ ବୋତଲ ମଦ ଦେବାକୁ ପଡ଼ିବ ନାହିଁ ନା ଖାଇବାକୁ ଦେବାକୁ ପଡ଼ିବନି? ଚିରଞ୍ଜୀବୀ ରହସ୍ୟମୟ ଭାବରେ ହସିଲା। ତା ପଛେ କରିବି, କିନ୍ତୁ ସେ ଡାକ୍ତରକୁ। ହଠାତ୍ ଅଟକିଗଲା ରାମ। ମନେ ହେଲା ଯେମିତି ତାରି କଥାରେ ସେ ଛନ୍ଦି ହୋଇ ପଡ଼ିଛି। ସେଇ ଏକା କଥା ଭାଇ। ଆଜିକାଲି ଯେଉଁଠିକି ଯିବ ସେଠି ସେ ଠାକୁରଙ୍କୁ ସେବା କରିବାକୁ ପଡ଼ିବ। ଚିରଞ୍ଜୀବୀ ସ୍ୱରରେ ଅସହାୟତା ନଥିଲା। Sample complete. Ready to continue?